ଶ୍ରୀମଦ୍ ଭଗବତ୍ ଗୀତା ଅମାପ ଜ୍ଞାନର ଭଣ୍ଡାର। ଗୀତା ମହାତ୍ମ୍ୟ ଅନୁଯାୟୀ ଶ୍ରୀମଦ୍ ଭଗବତ୍ ଗୀତା ଏକ ଗାଭୀ ସଦୃଶ। ସେ ଗାଭୀକୁ ପରମ ପିତା ଶ୍ରୀକୃଷ୍ଣ ଦୋହନ କରୁଛନ୍ତି। ଅର୍ଜୁନ ଏକ ବତ୍ସା ସଦୃଶ। ସେହି ଅମୃତକୁ ସେ ପାନ କରୁଛନ୍ତି। ତେଣୁ କଥାରେ ଅଛି, ବୁଝୁ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖାଇବୁ ପିତା। ମଣିଷ ବଞ୍ଚି ଚାଲିଛି, କିନ୍ତୁ ସେ କ'ଣ ସଠିକ୍ ଭାବରେ ବଞ୍ଚୁଛି? କ୍ଷଣଭଙ୍ଗୁର କ୍ଷଣସ୍ଥାୟୀ ଜୀବନ, ଯେଉଁଠାରେ ନିଶ୍ୱାସକୁ ବିଶ୍ୱାସ ନାହିଁ, ସେଠାରେ ଧନ ପ୍ରାଚୁର୍ଯ୍ୟ ସବୁ ଧିକ। ଯଦି ଅମୃତ ରୂପୀ ଜ୍ଞାନ ଶ୍ରୀମଦ୍ ଭଗବତ୍ ଗୀତାର ନାହିଁ, ତେବେ ଜୀବନ ବୃଥା ହୋଇଯାଏ। ପବିତ୍ର ଗଙ୍ଗାରେ ସ୍ନାନ କଲେ ଆମେ ଶୁଦ୍ଧପୂତ ହୋଇଥାଉ, କିନ୍ତୁ ପବିତ୍ର ମହାନ୍ ଶ୍ରୀ ଗୀତାର ଜ୍ଞାନରେ ଥରେ ମାତ୍ର ପ୍ଳାବିତ ନହେଲେ ଆତ୍ମା ଶୁଦ୍ଧୀକରଣ ହୁଏ ନାହିଁ, ଅନ୍ତର୍ମନ ଆଦୌ ପବିତ୍ର ହୁଏ ନାହିଁ। ତେବେ ଆସନ୍ତୁ ମହାନ୍ ଶ୍ରୀମଦ୍ ଭଗବତ ଜ୍ଞାନରେ ପ୍ଳାବିତ ହେବା। ପ୍ରଥମ ଅଧ୍ୟାୟରେ ଅର୍ଜୁନ ମାୟାମୋହିତ ହୋଇ ବିଷାଦ ଅଗ୍ନିରେ ଦୋଦୁଲ୍ୟମାନ ଥିଲେ। ଠିକ୍ ସେତିକିବେଳେ ଶ୍ରୀକୃଷ୍ଣ ଭଗବାନ ସାଂଖ୍ୟଯୋଗ ଅର୍ଥାତ୍ ଦ୍ୱିତୀୟ ଅଧ୍ୟାୟ ମାଧ୍ୟମରେ ସମ୍ପୂର୍ଣ୍ଣ ରୂପେ କର୍ମ ଉପରେ ପ୍ରାଧାନ୍ୟ ଦେବାକୁ ଉପଦେଶ ଦିଅନ୍ତି। ପ୍ରତି ଦୁଃଖ ଓ ବିଷାଦର ଉତ୍ତର ଦିଅନ୍ତି। ଜ୍ଞାନଯୋଗ ଅର୍ଥାତ୍ ସାଂଖ୍ୟଯୋଗ। ଏଥିରେ ସମୁଦାୟ 72ଟି ଶ୍ଲୋକ ରହିଛି। 1ରୁ 10 ଶ୍ଲୋକ ମଧ୍ୟରେ ବିଷାଦଗ୍ରସ୍ତ ଅର୍ଜୁନ ସଠିକ୍ ନିର୍ଣ୍ଣାୟକ କର୍ମ ବାଛି ନ ପାରି ଦ୍ୱିଧାଗ୍ରସ୍ତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ ମହାନ୍ ଗୁରୁ ରୂପେ ଗ୍ରହଣ କରିଛନ୍ତି। 11ରୁ 30 ଶ୍ଲୋକ ମଧ୍ୟରେ ଚିନ୍ତାଧାରା, ଭ୍ରମ ଓ ବିଷାଦର ବିଶ୍ଳେଷଣ କରାଯାଇଛି। ଶରୀର ଓ ଆତ୍ମାର ମଧ୍ୟ ବିଶ୍ଳେଷଣ କରାଯାଇଛି। 31ରୁ 37 ଶ୍ଲୋକ ମାଧ୍ୟମରେ ସକାମ କର୍ମ ଅର୍ଥାତ୍ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ପାଳନ ଉପରେ ଆଲୋକପାତ କରାଯାଇଛି। ସେହିପରି 38ରୁ 53 ମଧ୍ୟରେ ନିଷ୍କାମ କର୍ମଯୋଗ ଅର୍ଥାତ୍ କର୍ମଫଳରେ ଆଶା ନ ରଖି କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଉପଦେଶ ଦେଇଛନ୍ତି। ଶ୍ଲୋକ 54ରୁ 72 ମଧ୍ୟରେ ସ୍ଥିତପ୍ରଜ୍ଞ ଯୋଗୀ ସମ୍ପର୍କରେ ଅର୍ଥାତ୍ ବ୍ରାହ୍ମୀ ସ୍ଥିତି ସମ୍ପର୍କରେ ବ୍ୟାଖ୍ୟା କରାଯାଇଛି। ଜ୍ଞାନୀ ବ୍ୟକ୍ତିଙ୍କ ବିଶେଷତ୍ୱ, ଲକ୍ଷଣ କିପରି, ସମାଧି ଅବସ୍ଥା କିପରି, ତାହା ସମ୍ପର୍କରେ ଭଗବାନ ବିଶ୍ଳେଷଣ କରିଛନ୍ତି। ନିଷ୍କାମ କର୍ମଯୋଗ ଓ ବୁଦ୍ଧିଯୋଗର ବିଶ୍ଳେଷଣ କରାଯାଇ ସମାଧି ଅବସ୍ଥା ସମ୍ପର୍କରେ ବ୍ୟାଖ୍ୟାନ କରାଯାଇଛି। ଏକାଗ୍ରତା ସଫଳତାର ଚାବିକାଠି, ଏହା ହିଁ ଅନୁମିତ ହୋଇଥାଏ। ସ୍ଥିତପ୍ରଜ୍ଞ ଅବସ୍ଥା କିପରି ସ୍ଥିତପ୍ରଜ୍ଞ ଯୋଗୀଟିଏ ବ୍ୟବହାର କରିଥାଏ, କିପରି ସେ ଚଳପ୍ରଚଳ କରିଥାନ୍ତି, ସେ ସମ୍ପର୍କରେ ଅର୍ଜୁନଙ୍କ ପ୍ରଶ୍ନର ଭଗବାନ ଶ୍ରୀକୃଷ୍ଣ ସୁନ୍ଦର ଭାବେ ଉପାଖ୍ୟାନ କରିଛନ୍ତି। କଇଁଛ ଯେପରି ଖୋଳ ଭିତରେ ନିଜକୁ ଗୋପନ ରଖିଥାଏ, ପୁଣି ନିଜର ଇଚ୍ଛା ହେଲେ ବାହାରକୁ ଆସେ, ସେହିପରି ସ୍ଥିତପ୍ରଜ୍ଞ ଯୋଗୀ ସଂସାର ଭିତରେ ଥାଇ ମଧ୍ୟ ସକାମ କର୍ମରେ ଲିପ୍ତ ହୋଇ କୌଣସି ଜିନିଷରେ ସମ୍ପୂର୍ଣ୍ଣ ଲିପ୍ତ ନ ହୋଇଥାନ୍ତି। ସେହି ଅବସ୍ଥା ସ୍ଥିତପ୍ରଜ୍ଞ ଯୋଗୀ ସମ୍ପର୍କରେ ସଠିକ୍ ଭାବେ ରୂପାୟନ କରିଥାଏ। ସ୍ଥିତପ୍ରଜ୍ଞ ଯୋଗୀ ସର୍ବଦା ସମଭାବାପନ୍ନ ରହିଥାଏ। ନା ଦୁଃଖରେ ବିଚଳିତ ହୁଏ, ନା ସୁଖରେ ବିମୋହିତ ହୁଏ। ସଂସାର ମଧ୍ୟରେ ଥାଇ ମଧ୍ୟ ପଦ୍ମପତ୍ରରେ ଜଳ ନ ଲାଗିଲା ପରି ସେହିପରି ଭାବରେ ସଂସାରରେ ସେ ଲିପ୍ତ ହୋଇ ନଥାଏ। ସ୍ଥିତପ୍ରଜ୍ଞ ଅବସ୍ଥା ପ୍ରାପ୍ତି ଅବା ବ୍ରାହ୍ମୀ ସ୍ଥିତି ପ୍ରାପ୍ତି ସମ୍ପର୍କରେ ସୁନ୍ଦର ଭାବରେ ବିଶ୍ଳେଷଣ କରି ଅର୍ଜୁନଙ୍କୁ ବାସ୍ତବ କର୍ମ ସମ୍ପର୍କରେ ବୁଝାଇଛନ୍ତି ମହାପ୍ରଭୁ ଶ୍ରୀ ଗୋବିନ୍ଦ। ତେବେ ଆସନ୍ତୁ ଏହି ପବିତ୍ର ଭଗବତ୍ ଗୀତାର ସମ୍ପୂର୍ଣ୍ଣ ଭାବେ ବ୍ୟାଖ୍ୟାନ ଶୁଣି ଆମ ଆତ୍ମା ଏବଂ ମନର ଅନ୍ତଃକରଣକୁ ଶୁଦ୍ଧି କରିବା ଏବଂ ପଞ୍ଚମନ ପଞ୍ଚ ଆତ୍ମା ଏହି ଶୁଦ୍ଧ ଜ୍ଞାନରେ ପ୍ଳାବିତ କରାଇବା।
आशा प्रदीप संवादपत्र आशा प्रदीप न्यूज टीवी यूट्यूब कार्यक्रम माध्यम जो महान कार्य आगभर होइछि सेथिरे आमको प्रेरणादायक भावे महान गीतार बाणी को अनुभव करने को आमे आपण मानकु आह्वान देउछु। आशा और विश्वास यही बाणी को आमर जीवन शैली रे आपण माने प्रतिफलित कराइबे एवं श्री भगवानकर महान ज्ञान रे आत्मा और शरीर को प्लावित कराइबे। जय श्री कृष्ण। ओम नमो श्री भगवते वासुदेवाय। अथ चैन्यं नित्यजातं नित्यं वा मन्यसे मृतं तथापि त्वं महाबाहो नैवं शोचितुमर्हसि। पक्षांतरे जदि तुमे यही आत्मा को नित्य जन्म हेउछि एवं नित्य मरुछि बोली स्वीकार करुथाओ तथापि हे महाबाहु तुमे एपरी शोक करवा उचित नुहे। जातस्य हि ध्रुव मृत्यु ध्रुवं जन्म मृतस्य च तस्मात् परिहर्यार्थे न त्वं शोचितुमर्हसि। कारण यही मान्यता अनुसार जन्म होइथिबा लोकर मृत्यु निश्चित एवं मरिथिबा लोकर जन्म मध्य निश्चित। यही हेतु मध्य जहा अनिर्वार्य सही विषय रे तुम्हें शोक करवा उचित नुह। अव्यक्तादीनि भूतानि व्यक्तमध्यानि भारत अव्यक्ता निधनान्योव तत्र का परिदेवना। हे अर्जुन समस्त प्राणी जन्म हेबा पूर्वरु अप्रकट होइथांती केवल सेमाने केवल यही मध्यवर्ती काल रे ही प्रकट होती। एपरि स्थिति रे शोक करिबा काहेकि। आश्चर्यवत् पश्यति कश्चिदेनः मश्चर्यवत् वदति तथैव चेन आश्चर्यवच्चो न मन्यो शृणोति श्रुत्वाप्यनं वेद न चैव कश्चित्। कौनसी जने महापुरुष ही यही आत्मा को आश्चर्य परि देखती एवं सही परि केही महापुरुष एवं सही परि अन्य केही महापुरुष यारी तत्व को आश्चर्य परि वर्णना करती तथा अन्य केही अधिकारी पुरुष यह को आश्चर्य परि शुणती एवं केही शुणी मध्य पारंती नाही यह को जानी पारंती नाही। देहि नित्यमबोधयं देहे सर्वस्य भारत तस्मात् सर्वाणि भूतानि न त्वं शोचितुमर्हसि। हे अर्जुन यही आत्मा समस्तंग शरीर रे सर्वदा अवध्य तेणु सही सकल प्राणीक पाए तुमे शोक करिबा उचित नुह। स्वधर्ममपि चाभ्यक्षं न विकम्पितुमर्हसि धर्माद्य युद्धश्रोयान्यत् क्षत्रियस्य न विद्यते। पुणी निजर धर्म दृष्टि भी तुम्हें भय करिबा उचित नुहे कारण क्षत्रिय निमंते धर्ममय युद्ध ठारू बली कल्याणकर कर्तव्य आउ किछि नाही। यद्दुचोयाचोपपन्नं स्वर्गद्वारमपावृतं सुखिनः क्षत्रिया पार्थ लभन्ते युद्धमेदुषम्। हे पार्थ शोध प्राप्त होइथिबा उन्मुक्त एवं उन्मुक्त स्वर्गद्वार रूपक यही युद्ध भाग्यवान क्षत्रिय मान ही लाभ करती। अथ चेत्त्वमिमं धर्मं संग्राम न करिष्यसि ततः स्वधर्मं कीर्ति च हित्वं पापं वपस्यसि। किंतु यदि तुम्हें यही धर्ममय युद्ध न करिव तेबे स्वधर्म ओ सुजस हराई
ପାପ ଭାଗୀ ହେବ। अकीर्ति चापि भूतानि कथयिष्यन्ति त्यव्ययम् सम्भावितस्य च कीर्ति मरणादरिच्यते। ତଥା ସମସ୍ତେ ଦୀର୍ଘ କାଳ ଧରି ତୁମର ଅପକୀର୍ତ୍ତି ବି ଆଲୋଚନା କରିବେ ଏବଂ ସମ୍ମାନନୀୟ ପୁରୁଷମାନଙ୍କ ନିମନ୍ତେ ଅପକୀର୍ତ୍ତି ହେଉଛି ମରଣଠୁ ଭଳି ଦୁଃଖଦାୟକ। भयाद्रोणाद्रुपरतं मत्स्यन्ते त्वामहारथा ये सन्त बहुमतो भूत्वं यस्यसि लाघवम्। ଏବଂ ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷ ରୂପେ ସମ୍ମାନିତ ହୋଇ ସାରିଛ ସେମାନଙ୍କ ଦୃଷ୍ଟିରେ ବର୍ତ୍ତମାନ ତୁମେ ହୀନ ହୋଇଯିବ। ସେହି ମହାରଥୀମାନେ ମନେ କରିବେ ଯେ ତୁମେ ଭୟଭୀତ ହୋଇ ଯୁଦ୍ଧରୁ ଓହରିଗଲ। अवाच्य बाधांश्च बहुन् वदिष्यन्ति तवाहिता निन्दन्तस्तव सामर्थ्य ततो दुःखोत्तरन्नुकिम्। ତୁମର ଶତ୍ରୁମାନେ ତୁମର ସାମର୍ଥ୍ୟକୁ ହିଁ ନିନ୍ଦା କରିବେ, ତୁମକୁ ବହୁ ଅକଥ୍ୟ ବଚନ ମଧ୍ୟ କହିବେ। ତାଠାରୁ ବଳି ଦୁଃଖର ବିଷୟ ଆଉ କ'ଣ ହୋଇପାରେ? हतो वा प्रपश्यासि स्वर्गं जित्वा वा भोक्ष्यसे महिम् तस्मादुरीष्ट कौन्तेय युद्धाय कृतनिश्चय। ତୁମେ ଯୁଦ୍ଧରେ ନିହତ ହେଲେ ସ୍ୱର୍ଗ ପାଇବ, ନାହିଁ ତ ଯୁଦ୍ଧରେ ଜୟୀ ହେଲେ ମଣ୍ଡଳର ରାଜ୍ୟ ଭୋଗ କରିବ। ତେଣୁ ହେ ଅର୍ଜୁନ, ତୁମେ ଯୁଦ୍ଧ କରିବାକୁ ସଂକଳ୍ପବଦ୍ଧ ହୋଇ ଦଣ୍ଡାୟମାନ ହୋଇଯାଅ। सुखे दुःख समकृत्वा लाभालाभौ जयाजयो ततो युद्धाय युज्यस्य नैवं प्रापं व्यपश्यसि। ପରାଜୟ, ଲାଭ କ୍ଷତି ଓ ସୁଖ ଦୁଃଖକୁ ସମାନ ମନେ କରି ଏଥର ତୁମେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯାଅ। ଏହିପରି ଯୁଦ୍ଧ କଲେ ତୁମେ ପାପଭାଗୀ ହେବ ନାହିଁ। एषा ते विहिता संख्यो बुद्धियुगे तुमाशृणु बुद्ध्ययुक्ते जया पार्थ कर्मबन्ध प्रहस्यसि। ହେ ପାର୍ଥ, ଏହି ବୁଦ୍ଧି ତୁମକୁ ଜ୍ଞାନ ଯୋଗ ଦୃଷ୍ଟିରୁ କୁହାଗଲା। ବର୍ତ୍ତମାନ ତୁମେ ଏହାକୁ କର୍ମଯୋଗ ଦୃଷ୍ଟିରୁ ଶୁଣ। ଏହି ବୁଦ୍ଧିରେ ଯୁକ୍ତ ହେଲେ ତୁମେ କର୍ମବନ୍ଧନକୁ ଭଲ ରୂପେ ତ୍ୟାଗ କରିଦେଇପାରିବ, ଅର୍ଥାତ୍ କର୍ମବନ୍ଧନକୁ ସର୍ବଥା ନଷ୍ଟ କରିଦେଇପାରିବ। नेहाभिक्रमणा स्वस्ति प्रत्यवायो न विद्यते स्वल्पमप्यस्य धर्मस्य त्रायते महत भयात्। ଏହି କର୍ମଯୋଗର ଆରମ୍ଭରେ ଅର୍ଥାତ୍ ବୀଜର ନାଶ ହୁଏ ନାହିଁ ଏବଂ ବିପରୀତ ଫଳ ରୂପକ ଦୋଷ ମଧ୍ୟ ଏଥିରେ ହୁଏ ନାହିଁ। ବରଂ ଏହି କର୍ମଯୋଗ ରୂପକ ଧର୍ମର ସାମାନ୍ୟ ମାତ୍ର ସାଧନା ବି ଜନ୍ମ ମୃତ୍ୟୁ ରୂପକ ବିରାଟ ଭୟରୁ ରକ୍ଷା କରିଦିଏ। व्यवसायात्मिका बुद्धिरेके हे कुरु नन्दन बहुशाखा ह्यनन्तश्च बुद्धो यो व्यवसायिनम्। ହେ ଅର୍ଜୁନ, ଏହି କର୍ମଯୋଗରେ ନିଶ୍ଚୟାତ୍ମିକା ବୃଦ୍ଧି ଗୋଟିଏ ମାତ୍ର ହୁଏ, କିନ୍ତୁ ଅସ୍ଥିର ବିଚାର ଯୁକ୍ତ ବିବେକହୀନ ସକାମ ମନୁଷ୍ୟମାନଙ୍କର ବୁଦ୍ଧି ନିଶ୍ଚିତ ଭାବରେ ବହୁ ପ୍ରକାର ଓ ଅସଂଖ୍ୟ ହୁଏ। ज्यामिमं पुष्पितं वाचं प्रवद्यन्ते विपश्चितः भेदवादरथा पार्थ नन्नदस्तीति वादिनः। कामत्मान स्वर्गपर जन्म कर्म फलप्रदं क्रियाविशेषबहुलं भोगसज्जं गतिं प्रति भोगसज्जं प्रसक्तानं तया परहूत चेतसं व्यवसायात्मिका बुद्धि समाधौ नो विधीयते। ହେ ଅର୍ଜୁନ, ଯେଉଁମାନେ ଭୋଗରେ ବୁଡ଼ି ରହିଛନ୍ତି, ଯେଉଁମାନେ କର୍ମଫଳର ପ୍ରଶଂସା କରୁଥିବା ବେଦବାକ୍ୟରେ ପ୍ରୀତି ରଖନ୍ତି, ଯେଉଁମାନଙ୍କ ବୁଦ୍ଧିରେ ସ୍ୱର୍ଗ ହିଁ ପରମ ପ୍ରାପ୍ୟ ବସ୍ତୁ ଏବଂ ଯେଉଁମାନେ ସ୍ୱର୍ଗରୁ ବଳି ଅନ୍ୟ ବସ୍ତୁ ନାହିଁ ବୋଲି କହନ୍ତି, ସେହି ଅବିବେକୀମାନଙ୍କର ଭୋଗ
ଐଶ୍ୱର୍ଯ୍ୟ ପ୍ରାପ୍ତି ନିମନ୍ତେ ଜନ୍ମ ରୂପକ କର୍ମଫଳ ଦେଉଥିବା କ୍ରିୟାବହୁଳ ଶ୍ରୁତି ମଧୁର ସୁନ୍ଦର ପୁଷ୍ପିତ ବାଣୀ କହନ୍ତି। ସେହିପରି ବାଣୀ ଦ୍ୱାରା ଯେଉଁମାନଙ୍କର ଚିତ୍ତହରଣ ହୋଇଯାଇଛି, ଯେଉଁମାନେ ଭୋଗ ଐଶ୍ୱର୍ଯ୍ୟରେ ଅତ୍ୟନ୍ତ ଆସକ୍ତ, ଏହି ପୁରୁଷମାନଙ୍କର ପରମ ଆତ୍ମାଙ୍କ ଠାରେ ନିଶ୍ଚୟାତ୍ମିକା ବୁଦ୍ଧି ହୁଏ ନାହିଁ। त्रैगुण्य विषया वेद निस्त्रगुण्य भवार्जुन निर्द्वन्द्व नित्य सत्वस्थ निर्जोग स्वयं आत्मवान। हे अर्जुन, वेद ଉପରୋକ୍ତ ପ୍ରକାରେ ତିନି ଗୁଣର କାର୍ଯ୍ୟ ରୂପୀ ସମସ୍ତ ଭୋଗ ଏବଂ ସେ ସବୁର ସାଧନମାନଙ୍କର ପ୍ରତିପାଦନ କରନ୍ତି। ତୁମେ ସେସବୁ ଭୋଗ ଏବଂ ସେସବୁ ଭୋଗ ସାଧନରେ ଆସକ୍ତି ତ୍ୟାଗ କର। ହର୍ଷ ଶୋକାଦି ଦ୍ୱନ୍ଦ୍ୱରୁ ରହିତ ହୋଇଯାଅ। ନିତ୍ୟ ବସ୍ତୁ ପରମାତ୍ମାଙ୍କ ଠାରେ ଅବସ୍ଥିତ ହୋଇ ଯୋଗକ୍ଷମ ନ ଚାହିଁ ସ୍ୱାଧୀନ ଅନ୍ତଃକରଣ ଯୁକ୍ତ ହୋଇଯାଅ। जावनर्थे उदपाने सर्वतः सम्प्लुतोदके तावन् सर्वेषु वेदेषु ब्राह्मणस्य विजानतः। ସବୁ ଦିଗରୁ ପରିପୂର୍ଣ୍ଣ ଜଳାଶୟଟିଏ ପାଇଗଲେ ଛୋଟ ଜଳାଶୟରେ ମନୁଷ୍ୟର ଯେତିକି ପ୍ରୟୋଜନ ରୁହେ, ବ୍ରହ୍ମଜ୍ଞାନ ଲାଭ କରିଥିବା ବ୍ରାହ୍ମଣମାନଙ୍କର ସମସ୍ତ ବେଦରେ ସେତିକି ପ୍ରୟୋଜନ ରହିଥାଏ। कर्मण्येवाधिकारस्ते मा फलेषु कदाचन मा कर्म फल हेतुर्भूमा ते संगस्तर्कमणि। କର୍ମ କରିବାରେ ହିଁ ତୁମର ଅଧିକାର ରହିଛି। କର୍ମର ଫଳ ଉପରେ ତୁମର କଦାପି ଅଧିକାର ନାହିଁ। ତେଣୁ ତୁମେ କର୍ମଫଳର କାରଣ ହୁଅ ନାହିଁ, ତଥା ତୁମର କର୍ମ ନ କରିବାରେ ବି ଆସକ୍ତି ନ ହେଉ। जोगस्थ कुरु कर्माणि संगत्यक्ता धनंजय सिद्ध सिद्धो समो भूत्वा समत्वं जोग उच्यते। हे ଧନଞ୍ଜୟ, ତୁମେ ଆସକ୍ତି ତ୍ୟାଗ କରି ତଥା ସିଦ୍ଧି ଅସିଦ୍ଧିରେ ସମାନ ବୁଦ୍ଧି ରଖି ଯୋଗସ୍ଥ ହୋଇ କର୍ତ୍ତବ୍ୟ କର୍ମ କର। ସମତ୍ୱକୁ ହିଁ ଯୋଗ କୁହାଯାଏ। दूरेण ह्यवरं कर्म बुद्धि जोगा धनंजय बुद्धौ शरणमन्निच्छ कृपणा फल हेतव। ଏହି ସମତ୍ୱ ରୂପକ ବୁଦ୍ଧି ଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର ଅଟେ। ତେଣୁ ହେ ଧନଞ୍ଜୟ, ତୁମେ ସମବୁଦ୍ଧିରେ ହିଁ ରକ୍ଷାର ଉପାୟ ଖୋଜ, ଅର୍ଥାତ୍ ବୁଦ୍ଧି ଯୋଗର ହିଁ ଆଶ୍ରୟ କର। କାରଣ ଫଳର କାରଣ ହେଉଥିବା ଲୋକେ ଅତ୍ୟନ୍ତ ଦୀନ। बुद्धियुक्त जहातीह उभे सुकृत दुष्कृते तस्माज्जोगाय युज्यस्य जोग कर्मसु कौशलम्। समबुद्धि संपन्न मनुष्य पुण्य ଓ ପାପ ଉଭୟକୁ ଇହ ଲୋକରେ ତ୍ୟାଗ କରିଦିଅନ୍ତି, ଅର୍ଥାତ୍ ସେଥିରୁ ମୁକ୍ତ ହୋଇଯାଆନ୍ତି। ତେଣୁ ତୁମେ ସମତ୍ୱ ରୂପକ ଯୋଗରେ ଲାଗିଯାଅ। ଏହି ସମତ୍ୱ ରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍ କର୍ମବନ୍ଧନରୁ ମୁକ୍ତି ପାଇବାର ଉପାୟ। कर्मजं बुद्धियुक्ता हि फलं त्यक्ता मनीषिणं जन्मबन्ध विनिर्मुक्ता पदं गच्छन्त नामयम्। କାରଣ ସମବୁଦ୍ଧିରେ ଯୁକ୍ତ ଜ୍ଞାନୀମାନେ କର୍ମ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳତ୍ୟାଗ କରି ଜନ୍ମ ରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପରମ ପଦ ପ୍ରାପ୍ତ ହୋଇଯାଆନ୍ତି। यदा ते मोहकलीलं बुद्धिव्यतीतरिष्यति तदा गन्तासि निर्वेदं श्रोतव्यस्य श्रुतस्य च। ଯେତେବେଳେ ତୁମର ବୁଦ୍ଧି ମୋହ ରୂପକ ପଙ୍କଜରୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ, ସେତେବେଳେ ତୁମର ଶୁଣିଥିବା
एवं भविष्यतरे शुणिबार संभावना थिबा इहलोक एवं परलोक संबंधीय समस्त प्रकार भोग प्रति वैराग्य आसीजिव। श्रुति विप्रतिपन्ना ते यदा सस्यति निश्चला समाधावचला बुद्धि तदा योगम व्यापस्यसि। विभिन्न प्रकार कथा शुणी विचलित हो जाउथिबा तुमर बुद्धि जेतेबेले परमात्मा ठारे अचल ओ स्थिर होइजिव सेतेबेले तुमे योग प्राप्त होइजिव अर्थात परमात्मा सहित तुमर नित्य संयोग होइजिव। अर्जुन उवाच स्थित प्रज्ञा सका भाषा समाधिस्तस्य केशव स्थितधाकी प्रभासेत किमासित व्रजेत किम। अर्जुन कहिले हे केशव परमात्मा प्राप्त स्थिर बुद्धि पुरुषंक लक्षण कौन से स्थिर बुद्धि पुरुष किपरि वचन कहती किपरि बसंती और किपरि चलती। श्री भगवान उवाच प्रजहाति यदा कामन् सर्वान् पार्थ मनोगतान् आत्मन्योवात्मना तुष्ट शीत प्रज्ञ सदोच्यते। भगवान कहिले हे अर्जुन जेतेबेले एही पुरुष मन मध्यरे थिबा समस्त कामना पूर्ण रूपे त्याग कर दियंती एवं आत्मा द्वारा आत्मारे ही संतुष्ट होई रहंती सेतेबेले तांकु स्थित प्रज्ञ बोला जाए। दुःखेषु अनुविघ्नमान सुखेषु विगत स्पृह वीतराग भय क्रोध शीतधीमो निरुच्यते। दुख आसीगले भी जहांको मनरे उद्वेग जात हुए नहीं सुख मिलीगले भी जे सर्वथा निस्पृह रुहंती जहांकर राग आसक्ति भय क्रोध नष्ट हो जाइछि सेपरि मुनि को स्थिर बुद्धि कहा जाए। ज सर्वत्र न विस्नेह तत्त्वत्प्राप्य शुभाशुभम नाभिनन्दन्ति निर्दृष्टि तस्य प्रज्ञा प्रतिष्ठिता। जो पुरुष सर्वत्र अनासक्त होई शुभ वस्तु पाइले प्रसन्न हुअन्ति नहीं कि अशुभ वस्तु पाइले द्वेष करन्ति नहीं तांकर बुद्धि स्थिर अटे। यदा संहरते चायं कुर्मंगानीव सर्वशः इन्द्रियाणीन्द्रियार्थभ्यस्तस्य प्रज्ञा प्रतिष्ठिता। एवं कईच जेपरी निजर अंग प्रत्यंग गुड़ी सबु दिगरु संकुचित करी आणे एही पुरुष जेतेबेले ठीक सेहीपरि निजर इंद्रिय मानकु इंद्रिय ग्राह्य विषय मानकरु सकल प्रकारे हटाई आनंती सेतेबेले तांकर बुद्धि स्थिर बोली जानिव। विषया विनिवर्तन्ते निराहारस्य देहिनः रसवर्जं रसोपस्य परं दृष्टा निवर्तते। इंद्रिय मानक द्वारा विषय मानकु ग्रहण करुनथिबा पुरुषर केवल विषय माने निवृत्त हो जाते विषय भोग प्रति रहिथिबा आसक्ति निवृत्त हुए नहीं किंतु परमात्मा को साक्षात्कार करिथिबारु एही स्थित प्रज्ञ पुरुषंकर आसक्ति निवृत्त हो जाता है। यो तो तेहापि कौन्तेय पुरुषस्य विपश्चितः इन्द्रियाणि प्रमाथीनि हरन्ति प्रसभं मनः। हे अर्जुन आसक्ति नाश न होइथिबारु एही प्रमथन स्वभाव विशिष्ट इंद्रिय माने यत्नशील बुद्धिमान पुरुषंक मन को मध्य बलपूर्वक हरण कर नियंती। तानि सर्वाणि संयम्य युक्त आसीत मत्परः वसे हि जसेन्द्रियाणि तस्य प्रज्ञा प्रतिष्ठिता। तेणु साधक पक्षरे आवश्यक जे तांकु सकल इंद्रिय वश करी समाहित चित्त होई मोर परायण होई ध्यान रे बसिबाकु पड़िबो।
କାରଣ ଯେଉଁ ପୁରୁଷଙ୍କ ଇନ୍ଦ୍ରିୟ ମାନେ ବଶୀଭୂତ ହୋଇଥାନ୍ତି ତାଙ୍କର ବୁଦ୍ଧି ସ୍ଥିର ହୋଇଥାଏ। ध्यायोते विषयान् पुंसः संगस्तेषुपजायते संगस्पञ्जायते कामः कामत् क्रोध विजायते। ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି ହୋଇଥାଏ। ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଥାଏ ଏବଂ କାମନାର ବାଧା ଉପୁଜିଲେ କ୍ରୋଧ ଜାତ ହୋଇଥାଏ। क्रोधो बद्भति सन्मोह सन्मोहात् स्मृति विभ्रमः स्मृतिभ्रंशात् बुद्धिनाशो बुद्धिनाशात् प्रणश्यति। କ୍ରୋଧରୁ ଅତ୍ୟନ୍ତ ମୂଢ଼ ଭାବ ଉତ୍ପନ୍ନ ହୋଇଥାଏ। ମୂଢ଼ ଭାବରୁ ଶ୍ରୁତିଭ୍ରମ ହୋଇଥାଏ। ଭ୍ରମ ହେବାରୁ ବୁଦ୍ଧି ଅର୍ଥାତ୍ ଜ୍ଞାନ ଶକ୍ତି ନାଶ ହୋଇଥାଏ ଏବଂ ବୁଦ୍ଧି ନାଶ ହେବାରୁ ସେହି ପୁରୁଷ ନିଜର ସ୍ଥିତିରୁ ତଳକୁ ଖସି ପଡ଼େ। रागद्वेष वियुक्तेस्तु विषयानिन्द्रियश्चरन् आत्मवैश्य विधेयात्मा प्रसादमधिगच्छति। କିନ୍ତୁ ଅନ୍ତଃକରଣକୁ ନିଜର ଅଧୀନ କରିଥିବା ସାଧକ ନିଜ ବଶରେ ରଖିଥିବା ରାଗ ଦ୍ୱେଷ ରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କରେ ବିବରଣ କରି ମଧ୍ୟ ଅନ୍ତଃକରଣର ପ୍ରସନ୍ନତା ଲାଭ କରନ୍ତି। प्रसादे सर्वदुःखानां हानिरसोपजायते प्रसन्ने चेतसो ह्यासु बुद्धिपर्यवतिष्ठते। ଅନ୍ତଃକରଣର ପ୍ରସନ୍ନତା ଆସିବା ଫଳରେ ତାଙ୍କର ସମସ୍ତ ଦୁଃଖ ବିନାଶ ହୋଇଯାଏ ଏବଂ ସେହି ପ୍ରସନ୍ନ ଚିତ୍ତ କର୍ମଯୋଗୀଙ୍କ ବୁଦ୍ଧି ଶୀଘ୍ର ହିଁ ସକଳ ଦିଗରୁ ଅପସରି ଆସି ପରମାତ୍ମାଙ୍କ ଠାରେ ଭଲ ଭାବରେ ସ୍ଥିର ହୋଇଯାଏ। नास्ति बुद्धिरसयुक्तस्य न सायुक्तस्य भावना न चाववत शान्ति रसन्तस्य कृत सुखम। ମନ ଓ ଇନ୍ଦ୍ରିୟମାନଙ୍କୁ ଜୟ କରିନଥିବା ମନୁଷ୍ୟର ନିଶ୍ଚୟ ଆତ୍ମିକ ବୁଦ୍ଧି ହୁଏ ନାହିଁ ଏବଂ ସେପରି ଅଯୁକ୍ତ ମନୁଷ୍ୟର ଅନ୍ତଃକରଣର ଆସ୍ତିକ ଭାବନା ବି ଆସେ ନାହିଁ। ଆସ୍ତିକ ଭାବନା ନଥିବା ମନୁଷ୍ୟକୁ ଶାନ୍ତି ମିଳେ ନାହିଁ। ଶାନ୍ତି ରହିତ ମନୁଷ୍ୟକୁ ବା କେଉଁଠୁ ମିଳିବ? इन्द्रियाणि हि चरतं यत्ननो नु विधेयते तदस्य हरिप्रज्ञा वायुर्नावमिवं भासि। କାରଣ ବାୟୁ ଯେପରି ଜଳରେ ଚାଲୁଥିବା ନୌକାକୁ ହରଣ କରି ନିଏ ରେ ବିଚରଣ କରୁଥିବା ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଯେଉଁ ଇନ୍ଦ୍ରିୟଟି ସହିତ ମନ ରହିଥାଏ ସେହି ଗୋଟିକ ଇନ୍ଦ୍ରିୟ ବି ସେହିପରି ଉକ୍ତ ଅଯୁକ୍ତ ମନୁଷ୍ୟ ବୁଦ୍ଧି ହରଣ କରିନିଏ। तस्माजस्य महाबाहो निगृहीतानि सर्वश इन्द्रियाणीन्द्रियार्थव्यस्तस्य प्रज्ञा प्रतिष्ठिता। ତେଣୁ ହେ ମହାବାହୁ ଯେଉଁ ପୁରୁଷଙ୍କ ଇନ୍ଦ୍ରିୟମାନେ ଇନ୍ଦ୍ରିୟମାନଙ୍କର ବିଷୟମାନଙ୍କ ଠାରୁ ସକଳ ପ୍ରକାରେ ନିଗୃହୀତ ହୋଇଯାଇଥାନ୍ତି ତାହାଙ୍କର ବୁଦ୍ଧି ସ୍ଥିର। जानीषा सर्वभूतानां तस्य जागीर्ति संयमी यस्य जाग्रति भूतानि सा निशा पश्यते मुनो। ଯେଉଁ ପରମାନନ୍ଦ ପ୍ରାପ୍ତି ସକଳ ପ୍ରାଣୀଙ୍କ ନିମନ୍ତେ ରାତ୍ରି ସମାନ ସେହି ନିତ୍ୟ ଜ୍ଞାନ ସ୍ୱରୂପ ପରମାନନ୍ଦ ପ୍ରାପ୍ତିରେ ସ୍ଥିତ ପ୍ରଜ୍ଞ ଯୋଗୀ ଜାଗ୍ରତ ରହନ୍ତି ଏବଂ ଯେଉଁ ନାଶବାନ ସାଂସାରିକ ମୁଖ ଲାଭରେ ସକଳ ପ୍ରାଣୀ ଜାଗ୍ରତ ରହନ୍ତି ପରମ ତତ୍ତ୍ୱ ଜାଣିଥିବା ମୁନିଙ୍କ ନିମନ୍ତେ ତାହା ରାତ୍ରି ସମାନ ଅଟେ। आपूर्यमाण मचल प्रतिष्ठम समुद्रमाप प्रविशन्ति जत्वत् तद्वत्कमाजं प्रविशन्ति सर्वे सशान्ति माप्नोति न कामकामी।
ବିଭିନ୍ନ ନଦୀର ଜଳ ଯେପରି ସକଳ ଦିଗରୁ ପରିପୂର୍ଣ୍ଣ ଅଚଳ ପ୍ରତିଷ୍ଠାଯୁକ୍ତ ସମୁଦ୍ରକୁ ବିଚଳିତ ନ କରି ତାହା ଭିତରେ ପ୍ରବେଶ କରେ, ସକଳ ଭୋଗ ସେହିପରି ଯେଉଁ ସ୍ଥିତପ୍ରଜ୍ଞ ପୁରୁଷଙ୍କ ଠାରେ ଯେଉଁ କୌଣସି ପ୍ରକାର ବିକାର ଉତ୍ପନ୍ନ ନ କରି ପ୍ରବେଶ କରନ୍ତି, ସେହି ପୁରୁଷ ପରମ ଶାନ୍ତି ପ୍ରାପ୍ତ ହୁଅନ୍ତି। ଭୋଗ ଚାହୁଁଥିବା ଲୋକ ତାହା ପାଏ ନାହିଁ। विहाय कामान् च सर्वान् पुंसश्चरित निःस्पृह निर्ममो निरहंकार स शान्तिमधिगच्छति। ଯେଉଁ ମନୁଷ୍ୟ ସମସ୍ତ କାମନା ତ୍ୟାଗ କରି ମମତ୍ୱ ରହିତ, ଅହଙ୍କାର ରହିତ ଏବଂ ସ୍ପୃହା ରହିତ ହୋଇ ବିଚରଣ କରନ୍ତି, ସେ ହିଁ ଶାନ୍ତି ପ୍ରାପ୍ତ ହୁଅନ୍ତି, ଅର୍ଥାତ୍ ଶାନ୍ତି ଲାଭ କରିଥାନ୍ତି। एष ब्रह्मे स्थिति पार्थ नैनं प्राप्य विमुह्यते शीतसामन्तकालेऽपि ब्रह्म निर्वाणमुच्यते। हे अर्जुन, ଏହା ହେଉଛି ବ୍ରହ୍ମ ପ୍ରାପ୍ତ ହୋଇଥିବା ପୁରୁଷଙ୍କ ସ୍ଥିତି। ଏହି ସ୍ଥିତି ପ୍ରାପ୍ତ ହୋଇ ଯୋଗୀ କେବେ ହେଲେ ମୋହିତ ହୁଅନ୍ତି ନାହିଁ ଏବଂ ଅନ୍ତକାଳରେ ମଧ୍ୟ ଏହି ବ୍ରାହ୍ମୀ ସ୍ଥିତିରେ ଅବସ୍ଥିତ ହୋଇ ସେ ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି। ओम तस्वित् श्री भगवान गीता उपनिषत्सु ब्रह्म विद्यायां योग शास्त्रे श्री कृष्णार्जुन संवादे सांख्य योग नाम द्वितीय अध्याय। ओम।